ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ସରକାରଙ୍କ ଦ୍ୱାରା ଏକ ବଡ଼ ଘୋଷଣା କରାଯାଇଛି, ଯେଉଁଥିରେ କି ଆସନ୍ତା 15 ସେପ୍ଟେମ୍ବର ତାରିଖ ଦିନ କିଛି ଲୋକଙ୍କୁ ଘର ମିଳିବାକୁ ଯାଉଛି ବା ଘରର ଟଙ୍କା ମିଳିବାକୁ ଯାଉଛି। ଏହାକୁ ନେଇ ସରକାରଙ୍କ ଦ୍ୱାରା ଏକ ନୂଆ ଲିଷ୍ଟ ମଧ୍ୟ ଜାରି କରାଯାଇଛି। ଏହି ଲିଷ୍ଟରେ ଆପଣଙ୍କ ନାଁ ଅଛି କି ନା ନାହିଁ, କେମିତି ଚେକ୍ କରିବା ସେହି ବିଷୟରେ ମୁଁ ଆପଣଙ୍କୁ ଆଗକୁ କହିବି। ତାହା ପୂର୍ବରୁ ସରକାରଙ୍କ ଦ୍ୱାରା ଆସୁଥିବା ବିଭିନ୍ନ ଯୋଜନା ବିଷୟରେ ଜାଣିବା ପାଇଁ ଆମର ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଅଲ୍ରେ କରିଦିଅନ୍ତୁ। ଆସନ୍ତା ସେପ୍ଟେମ୍ବର 15 ତାରିଖ ଦିନ ଆମର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି 10 ଲକ୍ଷରୁ ଯେଉଁ ଅଧିକ ହିତାଧିକାରୀ ରହିଛନ୍ତି ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବା ସହ 26 ଲକ୍ଷରୁ ଅଧିକ ବେନିଫିସିଆରୀ ମାନଙ୍କ ଗୃହ ପ୍ରବେଶ କରାଇବେ। ଏହାକୁ ନେଇ ଆମର ଯେଉଁ ୟୁନିୟନ ରୁରାଲ ଡେଭଲପମେଣ୍ଟ ମିନିଷ୍ଟର ଶ୍ରୀ ଶିବରାଜ ସିଂ ଚୌହାନ ଏହାକୁ ନେଇ ବଡ଼ ଘୋଷଣା କରିଛନ୍ତି। ଚାଲନ୍ତୁ ଆମେ ଏବେ ଦେଖିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉଁ ନୂଆ ଲିଷ୍ଟଟି ଆସିଛି ସେଥିରେ ଆପଣଙ୍କର ନାଁ ଅଛି ନା ନାହିଁ କେମିତି ଆପଣ ଚେକ୍ କରିବେ। ଏଥିପାଇଁ ଆପଣ ପ୍ରଥମେ ଗୁଗଲକୁ ଯିବେ। ଗୁଗଲକୁ ଯାଇ ଆପଣ ଏଇଠି ସର୍ଚ୍ଚ କରିବେ PMAYG ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା। ଏଇଟିକୁ ଟାଇପ୍ କରିବେ। ଟାଇପ୍ କରିସାରିବା ପରେ ଆପଣ ପ୍ରଥମରେ ଏଇ ଯେଉଁ ଲିଙ୍କଟି ରହିଛି ଆରି ଉପରେ କ୍ଲିକ୍ କରିବେ। ଆରି ଉପରେ କ୍ଲିକ୍ କରିବା ପରେ ୱେବସାଇଟଟି ଖୋଲିଯିବା ପରେ ଲିଷ୍ଟକୁ ଚେକ୍ କରିବା ପାଇଁ ଦୁଇଟି ଉପାୟ ରହିଛି। ଦୁଇଟି ଉପାୟ ମୁଁ ଆପଣଙ୍କୁ କହିବି। ଲିଷ୍ଟରେ ନାଁ ଚେକ୍ କରିବା ପାଇଁ, ଲିଷ୍ଟ ଚେକ୍ କରିବା ପାଇଁ ପ୍ରଥମେ ଏଇଠି କ୍ଲିକ୍ କରିବେ ଆବାସ ସଫ୍ଟ। ଏଇ ଆବାସ ସଫ୍ଟ ଉପରେ କ୍ଲିକ୍ କରିବେ। ଆବାସ ସଫ୍ଟ ଉପରେ କ୍ଲିକ୍ କରିସାରିବା ପରେ ଆପଣ ଯିବେ ରିପୋର୍ଟକୁ। ରିପୋର୍ଟ ଉପରେ କ୍ଲିକ୍ କରିବେ। ରିପୋର୍ଟ ଉପରେ କ୍ଲିକ୍ କରିବା ପରେ ଏଇଭଳିଆ କିଛି ଇଣ୍ଟରଫେସ୍ ଆପଣଙ୍କୁ ଦେଖେଇବ। ତାପରେ ଏଇଠି ଆପଣ ତଳକୁ ନେଇଯିବେ। ଏହାକୁ ତଳକୁ ନେବା ପରେ ଆପଣ ଏଇଠି ଦେଖିପାରୁଥିବେ ଜି ଅପସନଟି ଏଇଠି ଆପଣ ଦେଖିପାରୁଥିବେ। ଜି ରେ ଆପଣ ଏଇଠି 3 ନମ୍ବର ଯେଉଁ ରହିଛି 3 ନମ୍ବର ଅପସନଟି ହାଉସ ସାଂସନ ବେସେସ୍ ହାଉସ କ୍ରିଏସନ ଇନ୍ ମନରେଗା, ଆରି ଉପରେ ଆପଣ କ୍ଲିକ୍ କରିବେ। ତାପରେ ଏଇଭଳିଆ କିଛି ଇଣ୍ଟରଫେସ୍ ଆପଣଙ୍କୁ ଦେଖିବାକୁ ମିଳିବ। ଏଇଠି ଲେଫ୍ଟ ସାଇଡରେ ଯେଉଁ ରହିଛି ପ୍ରଥମେ ଏଇଠି 2024-25 ଆପଣଙ୍କୁ ସିଲେକ୍ଟ କରିବାକୁ ପଡ଼ିବ। 2024-25 ସିଲେକ୍ଟ କରିସାରିବା ପରେ ଏଇଠି ଆପଣ ସିଲେକ୍ଟ କରିବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ଏ ଦୁଇଟି ଆଗରୁ ସିଲେକ୍ଟ ହେଇକି ଅଛି, ଆପଣଙ୍କୁ କିଛି କରିବାକୁ ପଡ଼ିବନି। ଯଦି ଆପଣଙ୍କର ଏଇଠି ସିଲେକ୍ଟ ନ ଦେଖୁଛି ତାହେଲେ ଏଇଠି ଦୁଇଟାକୁ ସିଲେକ୍ଟ କରିବେ। କରିସାରିବା ପରେ ତାପରେ ଏଇଠି ରହିଛି ଅଲ୍ ଷ୍ଟେଟ୍ ଉପରେ ସିଲେକ୍ଟ କରି ନିଜର ଷ୍ଟେଟ୍ ଯେଉଁଟାକି ଆମେ ଓଡ଼ିଶା ସିଲେକ୍ଟ କରିବା। ଓଡ଼ିଶା ସିଲେକ୍ଟ କରିସାରିବା ପରେ ଏଇଠି ରହିବ ଡିଷ୍ଟ୍ରିକ୍ଟଟି ସିଲେକ୍ଟ କରିବେ। ଡିଷ୍ଟ୍ରିକ୍ଟଟି ସିଲେକ୍ଟ କରିସାରିବା ପରେ ଆପଣଙ୍କର ବ୍ଲକ ଯେଉଁଠି ରହିଛି ବ୍ଲକଟିକୁ ସିଲେକ୍ଟ କରିବେ। ବ୍ଲକଟିକୁ ସିଲେକ୍ଟ କରିସାରିବା ପରେ ଆପଣ ପଞ୍ଚାୟତ ସିଲେକ୍ଟ କରିବେ। ପଞ୍ଚାୟତ ସିଲେକ୍ଟ କରିସାରିବା ପରେ ଆପଣଙ୍କର ଏଇଟାକୁ ସାଂସନରେ ରଖିବେ। ସାଂସନରେ ରଖିଲେ ଯେଉଁ ପଇସା ସାଂସନ ହେଇଛି ଏଇଠି ଦେଖେଇବ, ଦେଖିପାରୁଥିବେ। ତାପରେ ଏଇଠି ଲିଷ୍ଟଟି ଆପଣଙ୍କୁ ଦେଖିବାକୁ ମିଳିଯିବ। এই লিଷ୍ଟ ଯେଉଁ ରହିଛି এইମାନଙ୍କର ଲିଷ୍ଟ ନାଁ ଆସିଛି। এই ଲିଷ୍ଟଟିକୁ ଦେଖିବା ପାଇଁ ଆଉ ଏକ ସରଳ ଉପାୟ ମଧ୍ୟ ରହିଛି। ଚାଲନ୍ତୁ ସେଇ ଉପାୟଟା ବି ଦେଖିବା। ସେକେଣ୍ଡ ଏବଂ ସହଜ ଉପାୟଟି କେମିତି ଆମେ ଦେଖିବା। ଲିଷ୍ଟଟିକୁ ଚେକ୍ କରିବା ପାଇଁ ଗୋଟେ ଆଉ ଗୋଟେ ସରଳ ଉପାୟ ମଧ୍ୟ ରହିଛି। ତା ପାଇଁ ଏବେ ଆମକୁ ସେଇ ଆବାସ ସଫ୍ଟକୁ ଯିବାକୁ ପଡ଼ିବ। ଆବାସ ସଫ୍ଟକୁ ଯାଇସାରିବା ପରେ ଏଇଠି ଆପଣ ଆବାସ ସଫ୍ଟରେ କ୍ଲିକ୍ କରିସାରିବା ପରେ ରିପୋର୍ଟ ଉପରେ କ୍ଲିକ୍ କରିବେ। ରିପୋର୍ଟ ଉପରେ କ୍ଲିକ୍ କରିସାରିବା ପରେ ତଳେ ଆପଣ ଆସିବେ, ଦେଖିବେ ଏଇଠି ଯେଉଁ ଏଜ୍ ସେକ୍ସନଟି ରହିଛି। ଏଜ୍ ସେକ୍ସନରେ ଏଇଠି କ'ଣ ରହିଛି ନା ବେନିଫିସିଆରୀ ଡିଟେଲ୍ସ ଫର୍ ଭେରିଫିକେସନ୍। ଏଇ ଅପସନଟି ଉପରେ ଆପଣ କ୍ଲିକ୍ କରିବେ। ଏଇ ଅପସନଟି ଉପରେ କ୍ଲିକ୍ କରିବା ପରେ ଆପଣଙ୍କୁ ଏଇଭଳି କିଛି ପେଜକୁ ଆସିଯିବ। এইଭଳି କିଛି ପେଜ୍ ଆସିବା ପରେ ଏଇଠି ଆପଣ ଦେଖିପାରୁଥିବେ ଲେଖା ହେଇଛି ରୁରାଲ ହାଉସିଂ ରିପୋର୍ଟ। ଏଇଭଳି କିଛି ଦେଖିବାକୁ ମିଳିବ। ତାପରେ ଆପଣ କ'ଣ କରିବେ ନା ଏଇଠି ଷ୍ଟେଟ୍ ସିଲେକ୍ଟ କରିବାକୁ ଦେଇଛି। ଏଇଠି ପ୍ରଥମେ ଆପଣ ଷ୍ଟେଟ୍ ସିଲେକ୍ଟ କରିବେ। ଓଡ଼ିଶା ସିଲେକ୍ଟ କରିଦେବେ। ଓଡ଼ିଶା ସିଲେକ୍ଟ କରିସାରିବା ପରେ ତାପରେ ରହିଛି ଏଇଠି ନିଜର ଡିଷ୍ଟ୍ରିକ୍ଟ ସିଲେକ୍ଟ କରିବା ପାଇଁ ନିଜର ଡିଷ୍ଟ୍ରିକ୍ଟକୁ ବି ଏଇଠି ସିଲେକ୍ଟ କରିଦେବେ। ଡିଷ୍ଟ୍ରିକ୍ଟଟି ସିଲେକ୍ଟ କରିସାରିବା ପରେ ଆପଣଙ୍କର ବ୍ଲକ ଯାହା ରହିଛି ସିଲେକ୍ଟ କରିବେ। ବ୍ଲକ ସିଲେକ୍ଟ କରିସାରିବା ପରେ ପଞ୍ଚାୟତଟିକୁ ମଧ୍ୟ ସିଲେକ୍ଟ କରିଦେବେ। ତାପରେ ଏଇଠି ରହିଛି କେଉଁ ଇୟର, କେଉଁ ଫାଇନାନ୍ସିଆଲ ଇୟର ଆପଣ ଦେଖିବାକୁ ଚାହୁଁଛନ୍ତି। 2024-25 ସିଲେକ୍ଟ କରିବେ, ଯେହେତୁ ଆପଣ ନୂଆ ଲିଷ୍ଟ ଦେଖିବାକୁ ଚାହୁଁଛନ୍ତି। ତାପରେ ଏଇଠି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଏଇଟାକୁ ସିଲେକ୍ଟ କରିବା। ଏଇଟାକୁ ସିଲେକ୍ଟ କରିସାରିବା ପରେ ଏଇଠି ଯେଉଁ ତଳେ କ୍ୟାପଚାଟି ରହିଛି କ୍ୟାପଚାଟିକୁ ଆପଣ ପୂରଣ କରିବେ। କ୍ୟାପଚାଟିକୁ ସବମିଟ୍ କରିସାରିବା ପରେ ଏଇଭଳିଆ କିଛି ଆପଣଙ୍କୁ ଦେଖିବାକୁ ମିଳିବ, ଯେଉଁଥିରେ କି ଆପଣଙ୍କର ଏଇଠି ପ୍ରଥମ ରହିଛି ବେନିଫିସିଆରୀ ନେମ୍। ତାପରେ ଏଇଠି ଦ୍ୱିତୀୟରେ ରହିଛି ଫାଇନାନ୍ସିଆଲ ଇୟର, କେଉଁ ଇୟରରେ ଆପଣଙ୍କୁ ପଇସାଟା ମିଳିବ ବା ଫାଇନାନ୍ସିଆଲ ଇୟରରେ ସାଂସନ ହେଇଛି 24-25 ଆପଣଙ୍କୁ ଦେଖିବାକୁ ମିଳିବ। ତାପରେ ଏଇଠି ଆପଣଙ୍କର ଯେଉଁ ଜବ୍ କାର୍ଡ଼ ରହିଛି ଜବ୍ କାର୍ଡ଼ ନମ୍ବରଟିକୁ ବି ଏଇଠି ଦେଖିପାରିବେ। ଜବ୍ କାର୍ଡ଼ ନମ୍ବର ପରେ
ଏଇଠି ଆପଣ ଦେଖିପାରୁଥିବେ ହାଉସ୍ ସାଂସନ୍ଡ ମାନେ ଘର ଆପଣଙ୍କୁ ସାଂସନ୍ ହେଇସାରିଛି। ସାଂସନ୍ ଏମାଉଣ୍ଟ କେତେ ରହିଛି ଏଠି 1,30,000 ସମସ୍ତଙ୍କୁ ଯୋଉଟା ବି ସାଂସନ୍ ହେଇଛି ଯାହାର ବି ସାଂସନ୍ ହେଇଛି ସେମାନଙ୍କୁ 1,30,000 ଟଙ୍କା ମିଳିବ। ତାପରେ ଏଠି ରହୁଛି ଇନ୍ସପେକ୍ସନ୍ ଡେଟ୍। ଇନ୍ସପେକ୍ସନ୍ ଡେଟ୍ ହଉଛି 2019 ର। କଣ ପାଇଁ ଏଠି 2019 ଲେଖା ହେଇଛି ନା ଏଇଟା ଯୋଉ ଭେରିଫାଇ ହେଇଥିଲା 2019 ରେ ହିଁ ଭେରିଫାଇ ହେଇଯାଇଥିଲା, କିନ୍ତୁ ସେତେବେଳେ ଯେହେତୁ ସେତେବେଳେ ଟାର୍ଗେଟ ନଥିଲା, ଟାର୍ଗେଟ ନଥିବାରୁ ସେଇମାନଙ୍କର ନାଁ ପେଣ୍ଡିଂ ରେ ଥିଲା, ବର୍ତ୍ତମାନ ସେମାନଙ୍କୁ ମିଳିବ। ତେଣୁ ଏଠି ଇନ୍ସପେକ୍ସନ୍ ଡେଟ୍ ଲେଖା ହେଇଛି 2019 ରେ ଭେରିଫାଇ ହେଇଥିଲା, କିନ୍ତୁ ଏବେ ଏଇ ପଇସାଟା ମିଳିବ। ସେଥିପାଇଁ ଆପଣଙ୍କର ଏଠି ଏମାଉଣ୍ଟ 1,30,000 ରହିଛି। ମୁଁ ଆଶା କରୁଛି ଆପଣଙ୍କୁ ଏଇ ଭିଡିଓଟି ସମ୍ପୂର୍ଣ୍ଣ ଭଲ ଲାଗିଥିବ। ଯଦି ଆପଣ ସରକାରଙ୍କ ଦ୍ୱାରା ଆସୁଥିବା ବିଭିନ୍ନ ଯୋଜନା ବିଷୟରେ ଆଗକୁ ଜାଣିବାକୁ ଚାହୁଁଛନ୍ତି, ତାହେଲେ ଆମର ଏଇ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ଅଲ୍ ରେ କରିନେବେ।